ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୁଡ଼ି ଯାଇଛି। ତେଣୁ ଅନ୍ଧାରରେ ରାତି ବିତାଉଛନ୍ତି ଗ୍ରାମବାସୀ। ବାରମ୍ବାର ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଥିଲେ ବି ଗ୍ରାମକୁ ବିଦ୍ୟୁତ ସଂଯୋଗ ପରିବର୍ତ୍ତେ ପୁରୁଣା ବକେୟା ବିଲ୍ ପୈଠ କରିବାକୁ କହୁଛନ୍ତି ବିଦ୍ୟୁତ ବିଭାଗର ଅଧିକାରୀ। ଫଳରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି 79 ଗ୍ରାମକୁ ଲାଗି ରହିଥିବା ନୂଆଗୁଡ଼ା ଗ୍ରାମବାସୀ। ଆମ ଗାଁ ହଉଛି ଏମ୍ଭି 79 ନୂଆଗୁଡ଼ା। ଆଉ ଆଜିକୁ ପ୍ରାୟ 3 ଦିନ ହେଲାଣି କରେଣ୍ଟ ଉଡ଼ି ଯାଇଛି। ସୁପରଭାଇଜରକୁ କହୁଛୁ, ସୁପରଭାଇଜର କହୁଛି କି ପଇସା ତମର ଆଗର ଯେତେ ବିଲ୍ ଅଛି ସବୁ ବାନ୍ଧ, ତାପରେ ତମକୁ କରେଣ୍ଟ ଦିଆଯିବ। ଏଠି ଆମେ ଜଙ୍ଗଲ ଭିତରେ ରହିଛୁ, ଏତେ କେତେ ସାପ କେତେ ବିଛା ଫିଛା ଅଛି, ଛୋଟ ଛୋଟ ପିଲାମାନେ ବୁଲୁଥିବେ, ପିଲାମାନଙ୍କର ପାଠ ପଢା ମଧ୍ୟ ହଉନାହିଁ। ଏ ରାତ୍ରି ବେଳେ ଆମେ କେମିତି କରିବୁ ଆମମାନଙ୍କୁ? ହଁ କିଡନୀ ପେସେଣ୍ଟ ମଧ୍ୟ ଅଛନ୍ତି, କେମିତି କରିବା ଆମେ ଯାଇକିନା? ଯଦି ସୁପରଭାଇଜର କହିଲେ ସେ ସୁପରଭାଇଜର କହୁଛି ତମର ପଇସା ବାନ୍ଧ। ତେବେ ଆଗକୁ ପରୀକ୍ଷା ରହିଥିବାରୁ ଗ୍ରାମର ପିଲାମାନେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି। ମହମବତୀ ଜାଳି ମାତ୍ର କିଛି ସମୟ ସେମାନେ ପାଠ ପଢୁଥିବା ବେଳେ ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି। ଏଥିସହିତ ମୋବାଇଲ ଚାର୍ଜ କରାଯାଇ ପାରୁନଥିବାରୁ ନୂଆଗୁଡ଼ା ଗ୍ରାମ ଏକ ପ୍ରକାର ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। 40ରୁ ଉର୍ଦ୍ଧ୍ୱ ପରିବାର ବିଶିଷ୍ଟ ନୂଆଗୁଡ଼ା ଗ୍ରାମରେ ପ୍ରାୟ 200 ଲୋକ ବସବାସ କରୁଛନ୍ତି। କିନ୍ତୁ ଗ୍ରାମକୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିବାରୁ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ। ଆମେ ସଙ୍ଗେ ସଙ୍ଗେ କରେଣ୍ଟ କର୍ମଚାରୀ ମାନଙ୍କୁ ଆମେ ଫୋନ କରି ଜଣେଇଥିଲୁ ଯେ ଆମର ଗାଁରେ ଟ୍ରାନ୍ସମିଟରରେ କରେଣ୍ଟରେ ନିଆଁ ଲାଗିଯାଇଛି ବୋଲିକିରି ଆମେ ଫୋନ କରି ଜଣେଇଥିଲୁ। କିନ୍ତୁ ସେମାନେ ଆସିବୁ କହିକିରି ଆସିଲେ ନାହିଁ। ପ୍ରାୟ ଅଧଘଣ୍ଟା ଘଣ୍ଟାଟେ ପରେ ସେମାନେ ଆସିଲେ। ସେଥି ଭିତରୁ ପୁରା ବୋର୍ଡଟା ପୋଡ଼ି ଯାଇଛି। ଆଉ ଗତକାଲିଠୁ ଆମ ଗାଁରେ କରେଣ୍ଟ ବିଲକୁଲ ନାହିଁ। ଆମେ ବହୁତ ସେମାନଙ୍କୁ ବିନତି କରୁଛୁ, ଫୋନରେ କଥା ହଉଛୁ, ଆସିବୁ ଆସିବୁ କହୁଛନ୍ତି, ଆସୁନାହାନ୍ତି। ତେବେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅବଗତ କରିଥିଲେ ବି ସେମାନେ ଗ୍ରାମକୁ ଆସୁନାହାନ୍ତି କି ଟ୍ରାନ୍ସଫର୍ମର ସଜାଡୁନାହାନ୍ତି। ପରନ୍ତୁ କିଛି ବର୍ଷରୁ ରହିଥିବା ପୁରୁଣା ବକେୟା ଟଙ୍କା ପୈଠ କରିବା ପରେ ଟ୍ରାନ୍ସଫର୍ମର ମରାମତି କରାଯିବ ବୋଲି ଅଧିକାରୀମାନେ ଗ୍ରାମବାସୀଙ୍କୁ କହୁଛନ୍ତି। କିନ୍ତୁ ବିଦ୍ୟୁତ ବିନା ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଥିବା ଗ୍ରାମବାସୀମାନେ ତୁରନ୍ତ ଟ୍ରାନ୍ସଫର୍ମର ସଜାଡ଼ି ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ଦାବି କରିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ବିଧାୟକ ଏଥିପ୍ରତି ଦୃଷ୍ଟି ଦେବା ଅତି ଜରୁରୀ। ଆଜ୍ଞା, ମୁଁ ହଉଛି ବୈଶାଖ ସୁନା, ଏମ୍ଭି 79 ନୂଆଗୁଡ଼ା ଗ୍ରାମ। ଆଉ ଏଠାରେ ଆମେ ଗୋଟେ ଜଙ୍ଗଲିଆ ପରି ଜାଗା, ଗୋଟେ ଜାଗାରେ ଏଇ ଗାଁଟା ଅଛି। ଆଉ ଆମର ଏଇ ଗାଁରେ କରେଣ୍ଟଟା ଆଜ୍ଞା ଗତକାଲି ପରଦିନ ପରି ହେଲାଣି, 3-4 ଦିନ ହେଇଗଲାଣି। ଏଠି କରେଣ୍ଟର ଯୋଉଟା ଆମର ଯୋଉଟା ରହୁଛି ଟ୍ରାନ୍ସମିଟରଟା ସେଟା ପୋଡ଼ିଗଲା। ଆଉ ତା ପୂର୍ବରୁ ଲାଇନ୍ କଟ୍ ହେଇଯାଇଥିଲା। ଆଉ ସେମାନେ ନୂଆ ନୂଆ ପିଲାମାନଙ୍କୁ ପଠାଇଦେଲେ, ସେମାନେ ଆସିକରି କେମିତି ଯୋଡ଼ିଦେଲେ। ଆଉ ସେଇଟା ପୁରା ସର୍ଟ ହେଇକରି ପୁରା ନିଆଁ ଜଳିଗଲା, ପୁରା ପୋଡ଼ିଗଲା ପରେ ଆମମାନଙ୍କୁ ଆହୁରି କହୁଛନ୍ତି ଏମାନେ କ'ଣ ଯେ ତୁମର ଆଗର ପଇସା ସବୁ ବାନ୍ଧ। ଆମେ କିନ୍ତୁ 15 ଦିନ ବି ହେଇଗଲା ଆମେ ବାନ୍ଧିଛୁ, କେ 2,000-3,000 ଲେଖା ବାନ୍ଧିଛୁ। ମାସିକ ପଇସା ଛାଡ଼ି ତ ପୁରାପୁରି ଆମେ ବାନ୍ଧି ଯାଉଛୁ। କିନ୍ତୁ ଏବେ ଆମମାନଙ୍କୁ ଏମାନେ ବହୁତ ହଇରାଣ କରୁଛନ୍ତି, ପଇସା ବାନ୍ଧିଲେ ଆଗ ଦେବୁ ନହେଲେ ନାହିଁ ବୋଲି କହୁଛନ୍ତି। ଏଠାରେ କେତେ ରୋଗ ଦୁଃଖର ଲୋକମାନେ ଅଛନ୍ତି, ପ୍ରେଗନେଣ୍ଟ ମା ମାନେ ଅଛନ୍ତି, ଆମ୍ବୁଲାନ୍ସର ପ୍ରୋବ୍ଲେମ ହେବାର ଲାଗିଛି। ତଥାପି ଆମେ ମାନେ ଏଠି ବହୁ ସହ୍ୟ କରି ଆମେ ରହିଛୁ। ମାତ୍ର ଆମକୁ ଆଜିର ଲୋକମାନେ ଆଜି ବଡ଼ ଭୟଙ୍କର ଆମକୁ ହଇରାଣ କରୁଛନ୍ତି। ଆମର ଲାଇନ୍ ନାହିଁ, ଆମେ ରାତି ସାରା ବଡ଼ ଅବସ୍ଥାରେ ଆମେ ଏଠି ଚଳୁଛୁ। ଆମର କଥା କେହି ଶୁଣୁନାହାନ୍ତି, ଯେତେ ଯାହାକୁ କହିଲେ ମଧ୍ୟ ସେମାନେ। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।